ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। सप्तम अध्याय राजयोग। आत्मशुद्धि बा अंतकरण शुद्धि ही योगर मुख्य लक्ष्य। जुंजात जोग आत्मविशुद्धये। जन्म जन्मांतरर विकर्म बा पापकर्म द्वारा वर्तमान कली जुगरे आत्मा कुसंस्कारग्रस्त बा मलिन हो जाइछि। अनेक दिन व्यवहार कला परे स्वर्ण अलंकार मलिन हो जाए। ताको निआरे पोड़ी घसी माजिदेले पुनः तार पूर्व तेज फेरी आसे। सेहीपरि आत्मा बारंबार जन्म मरण चक्र आसी देह सर्वस्व होई क्रमशः विकृत कर्मरे काम क्रोधादि पंच विकार द्वारा बशीभूत होई करुथिबा कर्म प्रवृत्त होई पड़े। ଏହା ଦ୍ୱାରା ସେ ନିଜକୁ ଦେହଠାରୁ ପୃଥକ ଏକ ଚୈତନ୍ୟ ସତ୍ତା ବୋଲି ଭୁଲି ଯାଏ। ନିଜର ପ୍ରକୃତ ଘର ପରମ ଧାମକୁ ମଧ୍ୟ ସେ ମନେ କରିପାରେ ନାହିଁ। ମୁଁ ଆତ୍ମା ପରମାତ୍ମାଙ୍କ ସନ୍ତାନ, ଏହି ସ୍ମୃତି ମଧ୍ୟ ତାର ବିସ୍ତୃତ ହୋଇଯାଏ। ଏହି ବିସ୍ତୃତି ଆତ୍ମାକୁ ବିକାରଯୁକ୍ତ କର୍ମ ପାଇଁ ପ୍ରେରିତ କରେ। ଏହାର କୁପରିଣତି ସ୍ୱରୂପ ଆତ୍ମା ଆସୁରୀ ସଂସ୍କାର ଯୁକ୍ତ ହୋଇପଡ଼େ। ତେଣୁ ରାଜଯୋଗ ଶିକ୍ଷା ଦ୍ୱାରା ଆତ୍ମବିସ୍ତୃତ ମନୁଷ୍ୟକୁ ସ୍ମୃତି ପ୍ରଦାନ କରି ତାର ଆତ୍ମାର ସମସ୍ତ ମଳିନତାକୁ ପରିଷ୍କାର କରିବା ପାଇଁ ପରମାତ୍ମା ଧରାପୃଷ୍ଠରେ ଅବତରଣ କରନ୍ତି। ପରମାତ୍ମାଙ୍କ ସହିତ ଏକାତ୍ମତା ଆସିଗଲା ପରେ ଯୋଗୀକୁ ଅତି ଉତ୍ତମ ଆନନ୍ଦ ପ୍ରାପ୍ତ ହୁଏ। ଯଦି ଯୋଗରୁ ଆନନ୍ଦ ମିଳୁନାହିଁ ବୋଲି କେହି କହନ୍ତି, ତେବେ ତାଙ୍କର ଅଭ୍ୟାସ ବିଧିରେ ନିଶ୍ଚୟ କେଉଁଠି ତ୍ରୁଟି ରହିଯାଇଛି ବୋଲି ବୁଝିବାକୁ ହେବ। ପ୍ରକୃତ ବିଧି ଅନୁସରଣ ନ କରିବା ପର୍ଯ୍ୟନ୍ତ ଯୋଗରେ ସିଦ୍ଧି ମିଳେ ନାହିଁ। ଯାହାର ମନ ନିଶ୍ଚଳ ଓ ଶାନ୍ତ ନୁହେଁ, ଯିଏ ସମ୍ପୂର୍ଣ୍ଣ ପାପ ରହିତ ହୋଇନାହିଁ, ଯାହାର ରଜଗୁଣ ଶାନ୍ତ ହୋଇଯାଇଛି ଏବଂ ଯିଏ ପରମାତ୍ମାଙ୍କ ସ୍ମୃତିରେ ତଲ୍ଲୀନ ହୋଇଯାଇଛି, ସେପରି ଯୋଗୀକୁ ହିଁ ପରମ ଆନନ୍ଦ ପ୍ରାପ୍ତ ହୁଏ। ପ୍ରଶାନ୍ତ ମନସଂ ହ୍ୟେନଂ ଯୋଗିନଂ ସୁଖମୁତ୍ତମଂ ଉପୈତି ଶାନ୍ତରଜସଂ ବ୍ରହ୍ମଭୂତଂ କଲ୍ମଷଂ। ପୁନଶ୍ଚ ପରମାତ୍ମାଙ୍କ ଠାରେ ଚିତ୍ତ ନିବେଶ କରିଥିବା ଯୋଗୀର ସମସ୍ତ ପ୍ରକାର ବାଧାବିଘ୍ନ ସମାପ୍ତ ହୋଇଯାଏ। ସମସ୍ତ ପ୍ରକାର ସଙ୍କଟରୁ ସେ ଉଦ୍ଧାର ପାଇଯାଏ। ଗୋଟିଏ ଉଦାହରଣ ଦ୍ୱାରା ଏହି କଥା ବୁଝିହେବ। ଜଣେ ରୋଗୀ ତାର ରୋଗର ନିରାକରଣ ପାଇଁ ଡାକ୍ତର ପାଖକୁ ଯାଏ। ଡାକ୍ତର ଯାହା ପଥ୍ୟାପଥ୍ୟ ଓ ଔଷଧ ବ୍ୟବସ୍ଥା ପତ୍ର ଲେଖିଦିଅନ୍ତି, ତାହା ଯଦି ଠିକ୍ ରୂପେ ଯୋଗୀ ଅନୁସରଣ କରେ, ତେବେ ରୋଗ ଶୀଘ୍ର ଆରୋଗ୍ୟ ହୋଇଯାଏ। ଯଦି ସେ ଡାକ୍ତରଙ୍କ କଥାକୁ ଉପେକ୍ଷା କରି ନିଜ ମନ ଅନୁସାରେ, ନିଜ ରୁଚି ଅନୁସାରେ ଖାଦ୍ୟପେୟ ବା ଔଷଧ ଖାଏ, ତେବେ ରୋଗ ଆହୁରି ଜଟିଳ ହୋଇଯିବ ଓ ଶେଷରେ ତାର ଅପମୃତ୍ୟୁ ସୁନିଶ୍ଚିତ। ସେହିପରି ଆତ୍ମାର ଚିକିତ୍ସକ ପରମାତ୍ମା ଏ ଧରାପୃଷ୍ଠରେ ଅବତରଣ କରିଛନ୍ତି। ପ୍ରତ୍ୟେକ ଜୀବାତ୍ମାକୁ କାମ କ୍ରୋଧାଦି ପଞ୍ଚବିକାର ରୂପୀ ରୋଗରୁ ମୁକ୍ତ କରିବା ପାଇଁ ସେ ତାଙ୍କର ମହାବାକ୍ୟ ଦ୍ୱାରା ବିଭିନ୍ନ ପ୍ରକାର ମନ ବିକୃତି ଦ୍ୱାରା ପୀଡ଼ିତ ଆତ୍ମାମାନଙ୍କୁ ବିକାର ମୁକ୍ତ ହେବା ପାଇଁ ଭିନ୍ନ ଭିନ୍ନ ପ୍ରକାର ଉପଚାର ବାଢ଼ୁଛନ୍ତି। ପରମାତ୍ମାଙ୍କ ମହାବାକ୍ୟକୁ କେବଳ ଉପଦେଶ ନ ଭାବି ନିଜ ପାଇଁ ଉପଚାର ମନେ କରିବା ଉଚିତ। ଅନ୍ୟଥା ଜୀବାତ୍ମା ଅଧିକରୁ ଅଧିକ ବିକାର ଜର୍ଜରିତ ହୋଇ ଦୁଃଖୀ ହୁଏ। ଯୋଗ ମାର୍ଗରେ ଅହଙ୍କାର ଯୋଗୀକୁ ପୁରୁଷାର୍ଥହୀନ କରିଦିଏ, ଲକ୍ଷ୍ୟ ପ୍ରାପ୍ତିରେ ଅନ୍ତରାୟ ସୃଷ୍ଟି କରେ। ଯେଉଁ ବେଦ ପୁରାଣ ଉପନିଷଦ ସ୍ୱୟଂ ପରମାତ୍ମାଙ୍କ ଅନ୍ତ ପାଇଁ ନାହିଁ, ସେଗୁଡ଼ିକ ମୁଖସ୍ଥ କରି କେତେକ ବିଦ୍ୱାନ ଅହଙ୍କାର ବଶୀଭୂତ ହୋଇପଡ଼ନ୍ତି। ସେମାନେ ପରମାତ୍ମାଙ୍କ ଅବତରଣ ରହସ୍ୟକୁ ଜାଣିପାରନ୍ତି ନାହିଁ। ପରମାତ୍ମାଙ୍କ କଥା ନ ଶୁଣି ସେମାନେ କୁକର୍ମରେ ଲିପ୍ତ ହୁଅନ୍ତି ଓ ଶେଷରେ ଲକ୍ଷ୍ୟଭ୍ରଷ୍ଟ ହୋଇପଡ଼ନ୍ତି। ମଚିତଃ ସର୍ବଦୁର୍ଗାଣି ମତ୍ପ୍ରସାଦାତ୍ରିଶସି ଅଧଂ ଚେଦମ୍ ଅହଙ୍କାରାଣ ଶୋଷ୍ୟସି ବିନକ୍ଷ୍ୟସି। ପରମାତ୍ମାଙ୍କ ସହିତ ଜୀବାତ୍ମାର ସମ୍ବନ୍ଧ ଚିରନ୍ତନ। ସଂସାର ସହିତ ଶରୀର ସମ୍ପର୍କ ଅନିତ୍ୟ। ବର୍ତ୍ତମାନ ଜନ୍ମରେ ଜୀବାତ୍ମାର ଯେଉଁମାନେ ପିତା ମାତା ଭାଇ ବନ୍ଧୁ ଆଦି ଶାରୀରିକ ସମ୍ବନ୍ଧୀ ଅଟନ୍ତି, ପୂର୍ବ ଜନ୍ମରେ ସେମାନେ ତାର କେହି ନଥିଲେ ବା ଅନ୍ୟ କୌଣସି ସମ୍ବନ୍ଧ ସେମାନଙ୍କ ସହିତ ନଥିଲା।
ଜୀବାତ୍ମା ତାର ପୂର୍ବ ଜନ୍ମର ଋଣ ପରିଶୋଧ କରିବାକୁ ବା ଅସୁଲ କରିବାକୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ଜନ୍ମ ନିଏ। ତେଣୁ ଶାରୀରିକ ସମ୍ବନ୍ଧ ପରସ୍ପର ମଧ୍ୟରେ ସ୍ୱାର୍ଥ ଥାଏ। କିନ୍ତୁ ପରମାତ୍ମାଙ୍କ ସହିତ ଆତ୍ମାର ଯେଉଁ ପିତା ପୁତ୍ରର ସମ୍ପର୍କ ଏଥିରେ କୌଣସି ସ୍ୱାର୍ଥ ନଥାଏ। ଏହା ପ୍ରାରବ୍ଧ କର୍ମଜନିତ ଜନ୍ମଗତ ସମ୍ପର୍କ ନୁହେଁ। ଆତ୍ମା ଓ ପରମାତ୍ମାଙ୍କ ମଧ୍ୟରେ ଯେଉଁ ପିତା ପୁତ୍ରର ସମ୍ପର୍କ ତାହା ଅନାଦି, ଶାଶ୍ୱତ ଓ ଚିରନ୍ତନ। ଜୀବାତ୍ମା ଯେତେ ଥର ଘଟ ପରିବର୍ତ୍ତନ କଲେ ମଧ୍ୟ ଏ ସମ୍ପର୍କ ଅବ୍ୟାହତ ରହେ। କିନ୍ତୁ ଆତ୍ମା ଯେତେବେଳେ ଏ କଥା ଭୁଲିଯାଇ କେବଳ ଦେହ ସର୍ବସ୍ୱ ହୋଇଯାଏ, ସେତେବେଳେ ତାର ସମ୍ପର୍କ କେବଳ ସଂସାର ସହିତ ରହିଯାଏ। ଇନ୍ଦ୍ରିୟାତୀତ ସତ୍ତାର ଆତ୍ମା ଓ ପରମାତ୍ମା ଅସ୍ତିତ୍ୱକୁ ସହଜରେ ସେ ଅନୁଭବ କରିପାରେ ନାହିଁ। ତେଣୁ ଦେହାଭିମାନୀ ଜୀବାତ୍ମା ପରମାତ୍ମାକୁ ମଧ୍ୟ ମାତୃଗର୍ଭରେ ଜନ୍ମ ନେଇ ବିଭିନ୍ନ ନାମ ରୂପରେ ଅବତାର ଗ୍ରହଣ କରିବା କଥାକୁ ସ୍ୱୀକାର କରିନିଏ। ଅଶରୀରୀ ପରମାତ୍ମାକୁ ଭୁଲିଯାଇ ବିଭିନ୍ନ ଦେବତାଙ୍କୁ ତାଙ୍କର ଅବତାର ରୂପେ ପୂଜା କରେ। ଏହା ଦ୍ୱାରା ଜୀବାତ୍ମାଙ୍କୁ କିଛି ସୁଖ ଓ ଶାନ୍ତି ମିଳେ। କିନ୍ତୁ ପରମାତ୍ମାଙ୍କ ପ୍ରକୃତ ପରିଚୟ ଅଭାବରୁ ସେ ତାଙ୍କୁ ସମ୍ପୂର୍ଣ୍ଣ ରୂପରେ ପାଇପାରେ ନାହିଁ। ତେଣୁ ପରମାତ୍ମା କୁହନ୍ତି, ହେ ଆତ୍ମା, ତୁ ମନକୁ ସ୍ଥିର କରି ମୋ ଠାରେ ବୁଦ୍ଧି ନିବେଶ କର। ଏହା ଦ୍ୱାରା ତୁ ମୋତେ ଅନୁଭବ କରିପାରିବୁ। ଏଥିରେ କୌଣସି ସଂଶୟ ନାହିଁ। ମୟେବ ମନ ଆଧ୍ୟସ୍ତ ମୟି ବୁଦ୍ଧିଂ ନିବେଶୟ ନିବଶିଷ୍ୟସି ମୟେବ ଅତ ଊର୍ଧ୍ୱଂ ନ ସଂଶୟ। ପରମାତ୍ମାଙ୍କ ସହିତ ମନକୁ ସ୍ଥିର କରି ବୁଦ୍ଧି ଦ୍ୱାରା ତାଙ୍କୁ ନିତ୍ୟ ନିରନ୍ତର ଅନୁଭବ କରିବା ହେଉଛି ଉଚ୍ଚକୋଟୀର ଯୋଗ। କିନ୍ତୁ ଏହା ସମସ୍ତଙ୍କ ଦ୍ୱାରା ସମ୍ଭବ ନୁହେଁ। ଏହି ସ୍ତରକୁ ଆସିବା ପାଇଁ ଯୋଗର ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରିବାକୁ ହୁଏ। ପ୍ରଥମ ପର୍ଯ୍ୟାୟ ହେଉଛି ଅଭ୍ୟାସ ଯୋଗ। ଏହି ପର୍ଯ୍ୟାୟରେ ପରମାତ୍ମାକୁ ପାଇବାର ତୀବ୍ର ଅଭିଳାଷ ରଖି ଆତ୍ମିକ ସ୍ମୃତିରେ ରହିବାର ଅଭ୍ୟାସ କରିବାକୁ ହୁଏ। ଏହି ବିଧି ଅନୁସରଣକାରୀମାନେ ବ୍ରାହ୍ମ ମୁହୂର୍ତ୍ତରୁ ଶଯ୍ୟା ତ୍ୟାଗ କରି ସ୍ନାନ ଶୌଚାଦି ସମାପନ କରିବେ ଓ ସହଜ ଆସନରେ ଉପବେଶନ ପୂର୍ବକ ନିଜକୁ ଦେହଠାରୁ ପୃଥକ୍ ଏକ ଚୈତନ୍ୟ ସତ୍ତା ଆତ୍ମା ବୋଲି ମନେ କରିବେ। କଳ୍ପନା ଦ୍ୱାରା ଆତ୍ମାକୁ ଶରୀରଠାରୁ ପୃଥକ୍ କରି ଚନ୍ଦ୍ର ସୂର୍ଯ୍ୟ ତାରାଗଣଙ୍କ ଠାରୁ ଊର୍ଦ୍ଧ୍ୱରେ ଥିବା ଅଖଣ୍ଡ ବ୍ରହ୍ମ ମହତ୍ତ୍ୱରେ ପରିପୂର୍ଣ୍ଣ ପରମଧାମ ନିବାସୀ ପରମାତ୍ମାଙ୍କ ସହିତ ମିଳିତ ହେବା ପାଇଁ ବୁଦ୍ଧିକୁ ଊର୍ଦ୍ଧ୍ୱଗାମୀ କରାଇବେ। ଏହା ହିଁ ରାଜଯୋଗ ଅଭ୍ୟାସର ପ୍ରାରମ୍ଭିକ ସ୍ତର। ଏହା ସହିତ ନିୟମିତ ଈଶ୍ୱରୀୟ ମହାବାକ୍ୟ ପଠନ ବା ଶ୍ରବଣ କରିବେ। ଏହିପରି ଅଭ୍ୟାସ ଇନ୍ଦ୍ରିୟମାନଙ୍କୁ ଶୋଧନ କରି ଶାରୀରିକ ଆକର୍ଷଣରୁ ମୁକ୍ତ କରେ। ତେଣୁ ପରମାତ୍ମା କହନ୍ତି, ଯଦି ତୁ ତୋର ମନ ମୋ ଠାରେ ସ୍ଥିର ରଖିବାକୁ ସମର୍ଥ ହେଉନାହୁଁ, ତେବେ ଅଭ୍ୟାସ ଯୋଗ ଦ୍ୱାରା ମୋତେ ପ୍ରାପ୍ତ କରିବାର ତୀବ୍ର ଅଭିଳାଷ ପୋଷଣ କର। ଅଥଚିତଂ ସମାଧାତୁଂ ନ ଶକ୍ନୋତି ମୟି ସ୍ଥିରଂ ଅଭ୍ୟାସ ଯୋଗେନ ତତୋ ମାୟିଚାପ୍ତୁ ଧନଞ୍ଜୟ। କ୍ରମଶଃ ଓମ୍ ଶାନ୍ତି।